କଳି ଯୁଗର ଏଭଳି କିଛି ନିରାଟ ସତ୍ୟ ବଚନ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। ଆସନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍, ସବସ୍କ୍ରାଇବ୍, ସେୟାର କରିବା ପାଇଁ ଭୁଲିବେ ନାହିଁ। ଭଗବାନ ଶ୍ରୀକୃଷ୍ଣ ମହାଭାରତ କାଳରେ କଳି ଯୁଗର ବିସ୍ତାର ଭାବେ ବନ୍ଦନା କରିଥିଲେ। କଳି ଯୁଗର ଲୋକଙ୍କ ସ୍ୱଭାବ, ଚାଲିଚଳଣି, ବ୍ୟବହାର ଓ କାର୍ଯ୍ୟ ଏହିସବୁ ସମ୍ପର୍କରେ ବନ୍ଦନା କରିଥିଲେ। ତେବେ ଆଜି ଆପଣମାନେ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ କଳିଯୁଗର 5ଟି ସତ୍ୟ କଥା ବିଷୟରେ ଜାଣିବାକୁ ପାଇବେ, ଯାହା ବର୍ତ୍ତମାନ ସମାଜରେ ଏହିସବୁ କଥା ଦେଖିବାକୁ ମିଳୁଅଛି। ମହାଭାରତ କାଳରେ ପଞ୍ଚୁ ପାଣ୍ଡବ ମାନଙ୍କର କଳିଯୁଗ ବିଷୟରେ ଜାଣିବାକୁ ଇଚ୍ଛା ଥିଲା। ସେଥିପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ସମ୍ପର୍କରେ ଥରେ ପଚାରିଥିଲେ। ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେବାକୁ ଯାଇ ସେମାନଙ୍କୁ ଥରେ ଜଙ୍ଗଲରେ ବୁଲି ଆସିବାକୁ କହିଥିଲୁ। ତାପରେ 5 ଭାଇ ଯାକ ଜଙ୍ଗଲକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କ ଏପରି କିଛି କହିଥିଲେ, ଯାହାର ଅର୍ଥ କୃଷ୍ଣ ମଧ୍ୟ ତାଙ୍କୁ ବୁଝାଇ ପାରିନଥିଲେ। ବୁଝାଇ ଦେଇଥିଲେ। ପ୍ରଥମେ ଯୁଧିଷ୍ଠିର ମହାରାଜା ଗଲେ। 2 ଶୁଣ୍ଡ ଥିବା ଗୋଟିଏ ହାତୀକୁ ଦେଖିଲେ। ତାପରେ ଆସି ଶ୍ରୀକୃଷ୍ଣଙ୍କୁ କହିଲେ। ତେବେ ଶ୍ରୀକୃଷ୍ଣ ଏହାର ଅର୍ଥ ବୁଝାଇବାକୁ ଯାଇ କହିଲେ, କଳିଯୁଗର ମନୁଷ୍ୟ ଏପରି ହୋଇଯିବେ ଯେ ସେ କହିବେ ଗୋଟିଏ ଆଉ କରିବେ ଆଉ ଗୋଟିଏ। ଦ୍ୱିତୀୟରେ ଭୀମ ମହାରାଜା ଏକ ଗାଈକୁ ଦେଖିଲେ, ଯିଏକି ତାର ଗାଈକୁ ଏପରି ଚାଟୁଥିଲା ଯେ ତାର ରକ୍ତ ବାହାରି ପଡ଼ୁଥିଲା। ଭଗବାନ କୃଷ୍ଣ ଏହାକୁ ଯାଇ କହିଲେ ଯେ କଳିଯୁଗରେ ଲୋକମାନେ ନିଜର ପିଲାକୁ ଏତେ ଭଲ ପାଇବେ ଯେ ଯେପରି ତାଙ୍କ ବିକାଶ ବାଧାପ୍ରାପ୍ତ ହୋଇଯିବ। ଏହା ଏବେ ମଧ୍ୟ ସତ୍ୟ ରୂପରେ ପ୍ରକାଶ ହୋଇଯାଇଛି। ତୃତୀୟରେ ଅର୍ଜୁନ ଏକ ପକ୍ଷୀକୁ ଦେଖିଲେ, ଯାହାର ବେକ ଉପରେ ବେଦ ପୁରାଣ ଲେଖାଯାଇଥିଲା, ହେଲେ ସେ ଗୋଟିଏ ମନୁଷ୍ୟର ମାଂସ ଖାଉଥିଲା। ଏହି କଥା ଅର୍ଜୁନଙ୍କୁ ଶୁଣି ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ଏପରି କିଛି ଲୋକ ଆସିବେ ଯେଉଁମାନଙ୍କର ବିଦ୍ୱାନ ବୋଲି କୁହାଯାଇଥିବେ, ହେଲେ ସେ ଅନ୍ୟର ଖରାପ ଚିନ୍ତା କରି ନିଜର କିପରି ଉନ୍ନତି ହେବ ତାହା କରିବାକୁ ଚେଷ୍ଟା କରିବେ। ଏହାଛଡ଼ା ପରଧନକୁ ଲୁଟିବା ଲୋକ କଳିଯୁଗରେ ବହୁତ ଦେଖାଯିବେ। ଚତୁର୍ଥରେ ନକୁଳ ଏକ ବଡ଼ ପଥର ପର୍ବତ ଉପରକୁ ଖସି ପଡ଼ିବା ଓ ବଡ଼ରୁ ବଡ଼ ବୃକ୍ଷ ତାକୁ ରୋକି ନ ପାରିବାର ଦେଖିଲେ, ହେଲେ ଏକ ଛୋଟ ଗଛ ପାଖରେ ପଥରଟି ଅଟକି ଯାଇଛି। ତେବେ ଶ୍ରୀକୃଷ୍ଣ ଏହାକୁ ନେଇ କହିଲେ ଯେ କଳିଯୁଗରେ ମନୁଷ୍ୟମାନଙ୍କର ବୁଦ୍ଧି କମିଯିବ। ତାପରେ ମନୁଷ୍ୟମାନଙ୍କର ଅନ୍ତ ଘଟିଲା ବେଳେ କୌଣସି ପଇସା ତାହାକୁ ରୋକିପାରିବ ନାହିଁ। ହେଲେ ହରିନାମ ଜପ ଦ୍ୱାରା ହିଁ ମଣିଷ ଜୀବନର ସାର୍ଥ ହୋଇପାରିବ। ଶେଷରେ ସହଦେବ ଏକ କୂପ ଦେଖିଥିଲେ, ଯାହାର ଗଭୀର ହେବ ସତ୍ତ୍ୱେ ମଧ୍ୟ ସେଥିରେ କିଛି ପାଣି ନଥିଲା। ତେବେ ଶ୍ରୀକୃଷ୍ଣ ଏହାର ଅର୍ଥ ବୁଝାଇବାକୁ ଯାଇ କହିଲେ, ଯଦି କଳିଯୁଗର ଲୋକେ ଭୋଗ ବିଳାସ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବେ, ହେଲେ ଦୁଃଖୀ ଭିକାରୀଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇବେ ନାହିଁ। ଏହା ହେଉଛି କଳିଯୁଗର 5ଟି ନିରାଟ ସତ୍ୟ ବଚନ, ଯାହା ଶ୍ରୀକୃଷ୍ଣଙ୍କ ବାଣୀରେ ପରିଚିତ ରହିଛି।